সখা মম হৃদয়ের হে সখা মম হৃদয়ের সংসারে সব কাজে ধ্যানে জ্ঞানে হৃদয়ের হে সখা মম হৃদয়ের নাথ তুমি এস ধীরে সুখ দুঃখ হাসি নয়ন নীরে নাথ তুমি এস ধীরে সুখ দুঃখ হাসি নয়ন নীরে লোহ আমার জীবন ঘিরে লোহ আমার জীবন ঘিরে সংসারে সব কাজে ধ্যানে জ্ঞানে হৃদয়ের হে সখা মম হৃদয়ের হে সখা মম হৃদয়ের। ସମସ୍ତଙ୍କୁ ସୁପ୍ରଭାତ। ଆଜିର ଏହି ମଙ୍ଗଳ ପ୍ରଭାତରେ ଉପସ୍ଥିତ ସମସ୍ତ ଦିବ୍ୟ ଜୀବନକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ଅଶେଷ ଶୁଭେଚ୍ଛା। ସମସ୍ତଙ୍କୁ ମୋର ନମସ୍କାର। ପରମ ପ୍ରଭୁଙ୍କର ଆଶୀର୍ବାଦରୁ ଆମେ ସମସ୍ତେ ତାଙ୍କୁ ବୁଝିବାକୁ ତାଙ୍କୁ ଜାଣିବାକୁ ଇଚ୍ଛା କରି ଏକାଠି ହେଇଛୁ। ଐତରେୟ ଉପନିଷଦର ଶିକ୍ଷା ଦ୍ୱାରା ଆମେ ଯେପରି ପରସ୍ପରକୁ ଆଲୋକିତ କରିପାରୁ, ନିଜେ ଆଲୋକିତ ହୋଇ ଆଲୋକର ଯାତ୍ରା ପଥରେ ଯାତ୍ରା କରିବା ପାଇଁ ପ୍ରଭୁ ଆମକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ। ସେ ଆମକୁ ଏକ ଉଜ୍ଜଳମୟ ଇଚ୍ଛା ପ୍ରଦାନ କରନ୍ତୁ। ତାଙ୍କର ଇଚ୍ଛା ଆମ ଭିତରେ ଦେଇ କାର୍ଯ୍ୟକାରୀ ହେଉ, ସେଥିପାଇଁ ଆମେ ଏଠି ସମବେତ ଭାବରେ ପ୍ରାର୍ଥନା କରିବା। ତାଙ୍କର ସେହି ପରମ ଅଭିବ୍ୟକ୍ତି ଓଁକାର ନାଦଧ୍ୱନିକୁ ଆମେ ସମବେତ ଭାବରେ ତ୍ରିବାର ଉଚ୍ଚାରଣ କରି ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। हे परमोच्च प्रभु ଚିରନ୍ତନ ସତ୍ୟ, ଆମେ କେବଳ ତୁମରି ଆଜ୍ଞାବହ ହୋଇ ଉଠୁ ଓ ସତ୍ୟର ବିଧାନକୁ ଆଶ୍ରୟ କରି ଜୀବନ ଧାରଣ କରୁ। ଆଜିର ଏହି ଉଜ୍ଜଳମୟ ସକାଳକୁ ସମସ୍ତଙ୍କୁ ସ୍ୱାଗତ। ଆମେ କୃଷ୍ଣ ଯଜୁର୍ବେଦ ଐତରେୟ ଉପନିଷଦର ଶିକ୍ଷାବଳୀର ଗୁରୁଙ୍କର ଯେଉଁ ଅନ୍ତିମ ବିଦାୟକାଳୀନ ଉପଦେଶ, ଏହି ଉପଦେଶକୁ
ସ୍ମୃତିରେ ନେଇ ଆମେ କିପରି ସଂସାର ଭିତରକୁ ଜୀବନ ଭିତରକୁ ଯାତ୍ରା କରିବା, ସେଥିପାଇଁ ଶିଷ୍ୟ ଯଜ୍ଞବଲ୍କ୍ୟକୁ ଗୁରୁ ବୈଶମ୍ପାୟନଙ୍କ ପ୍ରଦତ୍ତ ଶିକ୍ଷାକୁ ଆମେ ଅଧ୍ୟୟନ କରୁଛୁ। ଗୁରୁ ଏଠି ବ୍ୟକ୍ତ କରି କହୁଛନ୍ତି ଯେ ବୈଦିକ ଶିକ୍ଷାର ଯେ ଗୁରୁ ଶିଷ୍ୟର ଯେଉଁ ସମ୍ପର୍କ, ସେ ସମ୍ପର୍କ ଏକ ସ୍ନେହ ଏବଂ ଶ୍ରଦ୍ଧାର ସମ୍ପର୍କ, ଅତି ନିବିଡ଼ତାର ସମ୍ପର୍କ, ଗୋଟେ ଆତ୍ମିକ ସମ୍ପର୍କ। ସେ ବୈଦିକ ଶିକ୍ଷାର ଗୁରୁ ଥିଲେ ସମସ୍ତ ବିଦ୍ୟାର ପ୍ରବୀଣ। ସେଇ ଜଣେ ବିଦ୍ୟା, ସେଇ ଜଣେ ଗୁରୁ ସମସ୍ତ ବିଦ୍ୟାରେ ଥିଲେ ପ୍ରବୀଣ। ସେ ଭୌତିକ ବିଦ୍ୟା ହେଉ, ବିଦ୍ୟା ହେଉ, ରସାୟନ ବିଦ୍ୟା ହେଉ, ଜ୍ୟୋତିଷ, ଗଣିତ, ରାଜନୀତି, ରାସାୟନ ଶାସ୍ତ୍ର, ଆଧ୍ୟାତ୍ମିକ ଶାସ୍ତ୍ର ସବୁର ସେ ଦ୍ରଷ୍ଟା ଏବଂ ସେଥିପାଇଁ ତ ସେ ଋଷି। ତେବେ ସେଥିପାଇଁ ଯେତେବେଳେ ବୈଦିକ ଯୁଗରେ ଶାସକମାନେ, ରାଜାମାନେ ସେ ଋଷିଙ୍କର ପରାମର୍ଶ ଅନୁସାରେ ଶାସନ କରୁଥିଲେ। ଋଷି ଥିଲେ ସ୍ୱାଧୀନ ଏବଂ ସେ ଋଷି ହିଁ ସର୍ବଜ୍ଞାତା ଥିଲେ। ତେଣୁ ଋଷି ହିଁ ଗୁରୁ ଥିଲେ। ଯେତେ ବଡ଼ ରାଜା ହୁଅନ୍ତୁ, ରାଜପୁତ୍ରମାନେ ସେ ଋଷି ଆଶ୍ରମରେ ଅନ୍ତେବାସୀ ହେଇକରି ସେମାନେ ସାଧାରଣ ଜୀବନଯାପନ କରିକିରି ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ଶିକ୍ଷା କରୁଥିଲେ। ସେ ଶ୍ରୀରାମଚନ୍ଦ୍ର ହୁଅନ୍ତୁ, ଶ୍ରୀକୃଷ୍ଣ ହୁଅନ୍ତୁ, ସମସ୍ତେ ସେଇ ଆଶ୍ରମରୁ ହିଁ ଅନ୍ତେବାସୀ ହେଇ ସେ ନିଜକୁ ପ୍ରବୀଣ କରୁଥିଲେ, ପୃକ୍ତ କରୁଥିଲେ ଏବଂ ସେଠି ନିଜେ ପୃକ୍ତ ହୋଇସାରିଲା ପରେ ସେମାନେ ସଂସାରକୁ ଆସି ବ୍ୟବହାରିକ ଜୀବନକୁ ନେଇ ଜୀବନ ବଞ୍ଚୁଥିଲେ। ସମସ୍ତ ବ୍ୟବହାରିକ ବିଦ୍ୟା ସହ ଜୀବନକୁ ସେଇ ପରମଙ୍କ ସହିତ କେମିତି ସଂଯୋଜିତ କରିବା ପାଇଁ ଯେଉଁ ବିଦ୍ୟା ଅପରିହାର୍ଯ୍ୟ, ସେଇ ଆଧ୍ୟାତ୍ମିକ ବିଦ୍ୟାକୁ, ଆଧ୍ୟାତ୍ମିକ ଶୃଙ୍ଖଳାକୁ ଜୀବନର ଯେଉଁ ପଟ୍ଟଭୂମି ରହିଛି, ସେଇ ପଟ୍ଟଭୂମିରେ ରଖି ସଂସାର ଭିତରକୁ ଯାଉଥିଲେ ଏବଂ ସଂସାରର ଏହି ସଂଘର୍ଷ ଭିତରେ କାଳେ ସେମାନେ ସେ ଆଧ୍ୟାତ୍ମିକ ଲକ୍ଷ୍ୟକୁ ଭୁଲିଯିବେ, ସେଥିପାଇଁ ଗୁରୁ ଅତି ସ୍ନେହପୂର୍ବକ, ଅତି କରୁଣାପୂର୍ବକ ତାଙ୍କ ସ୍ମୃତି ଶକ୍ତିକୁ ବୃଦ୍ଧିମନ୍ତ କରିବା ପାଇଁ, ତେଜିଆନ କରି ରଖିବା ପାଇଁ ସେ ବିଦାୟକାଳୀନ ଉପଦେଶ ଦେଉଛନ୍ତି। ସେଇଟା ତ ଖାଲି ଉପଦେଶ ନୁହେଁ, ସେଇଟା ବି ଥିଲା ଗୁରୁଙ୍କର ଆଦେଶ ଏବଂ ଗୁରୁଙ୍କର ଅନୁଶାସନ। ଏଣୁ ଆମେ ଯାହା ଅଧ୍ୟୟନ କରୁଥିଲୁ ଯେ ଗୁରୁ କହୁଛନ୍ତି ତୁମେମାନେ ଜୀବନରେ ସଦାବେଳେ ସତ କହିବ, ସତ୍ୟଂ ବଦ ଧର୍ମଂ ଚର, କର୍ତ୍ତବ୍ୟ ପାଳନ କରିବ। କେବେ ବି ବିଦ୍ୟା ଅଧ୍ୟୟନ ଭଳି ଆଧ୍ୟାତ୍ମିକ ଶାସ୍ତ୍ରର ପଠନରୁ ନିଜକୁ ବିରତ କରିବ ନାହିଁ। ଜୀବନର ପ୍ରତି ମୋଡ଼ରେ, ଜୀବନରେ ତ ଅନେକ ମୋଡ଼ ଆସିବ, ପ୍ରତିବନ୍ଧକ ଆସିବ। ପ୍ରତ୍ୟେକ ପ୍ରତିବନ୍ଧକ ବେଳେ ଯେତେବେଳେ ନିଷ୍ପତ୍ତି ନେଉଛ, ସେତେବେଳେ ସେ ଆଚାର୍ଯ୍ୟଙ୍କର ପରାମର୍ଶ ନେବ ଏବଂ ଆଚାର୍ଯ୍ୟଙ୍କୁ ତାଙ୍କର ପ୍ରାପ୍ୟ ଦକ୍ଷିଣା ଦେବାକୁ କେବେ ବି ଭୁଲିବ ନାହିଁ। ସେତେବେଳେ ଗୁରୁମାନେ ପ୍ରକୃତରେ ସେ ଆଚାର୍ଯ୍ୟମାନଙ୍କର ଦକ୍ଷିଣାରେ ହିଁ ଜୀବନ ବଞ୍ଚୁଥିଲେ। ତାଙ୍କର ସବୁ କଥା ସେଇମାନଙ୍କ ଦ୍ୱାରା ହିଁ ହେଉଥିଲା। ସଂସାର କରି ସେମାନେ ଯାହା ଉତ୍ପାଦନ କରୁଥିଲେ ସଂସାର ଭିତରୁ, ସେ ଗୁରୁଙ୍କୁ ସେଥିରୁ ନିଶ୍ଚିତ ତାଙ୍କର ସେୟାରିଂ ଦେଉଥିଲେ। ତେଣୁ ତାପରେ ସେ କହୁଛନ୍ତି ଯେ ସଂସାରର ତୁମ
जो उत्पादन करी संसार रे तुमे संसार करिवो विवाह करिवो एवं संसार धारा को वंशरक्षण धारा को तुम आग को नहीं जीव से विच्युत हब नहीं सत्य पथर कहीं विच्युत हब नहीं धर्म पथर कहीं विच्युत हब नहीं निजक अवहेला करिव नहीं निजर मंगल पाई कुशलान्न प्रमोदितव्यन तुम्हें निजर मंगल पाई अर्थात मन प्राण शरीर स्वास्थ्य को तुच्छ मन करिव नहीं से मानक नहीं तो तुम्हें साधना करिवो तेणु सेमानंकर स्वास्थ्य प्रति जत्न नब निजको समृद्धिशाली करिवो निज संसार को समृद्धिशाली करिवो वेदाध्ययन करिवो एवं वेदाध्ययन जो धारा से धारा को तुम्हें कार्य रे परिणत करिवो प्रतिनियत तापरे सुंदर भाव से पितृपुरुषों कथा से कहउछंती जे तुम्हें देव कार्य एवं पितृकार्य केभी भी विरत हब नहीं देव कार्य कथा से दिन आलोचना सुंदर भाव करूँ जे किमिति वायु को शुद्ध करिवो आमर भारतीय परंपरा रही गोबर पानी छिंचुले फिनाइन छिंचुले वायु शुद्ध होउथला झुणा धूप जालुले से प्रकार कार्य तुम करिवो जल को भी शुद्ध करिवो माटी को भी शुद्ध करिवो अग्नि को भी शुद्ध करिवो ये सब शुद्ध हूँ देव कार्यर गोटे प्रतिनियत कार्य एवं पितृपुरुष जो आशा रखी तुमको संसार को आनी कार्य को कार्य कहीं विरत हब नहीं माता को देवी बोली ज्ञान करी तांकर सेवा करिवो पिता को देवता ज्ञान करी तांकर इच्छा को कार्यकारी करिवो तांकर सेवा करिवो आचार्य को देवता ज्ञान करी तांको उपदेश और अनुशीलन को पालन करिवो एवं प्रतिनियत सेमानंको श्रद्धा करुथुबो सम्मान देउथुबो अतिथि मानंक देवता ज्ञान करी सेमानंको आश्रय देवो एवं सेमानंकर खाद्य पानीय व्यवस्था करिवो सेवा करिवो एवं सुंदर भाव से कहउछंती जे तुमे जेतेबेले कार्य करिवो संसार कार्य भितर को जीवो सेतेबेले निश्चित कौन सी दोषयुक्त कार्य करिवो नाही अकरणीय कार्य तुमे करिवो नाही सब प्रकार आचरणीय शुद्ध कर्म करिवो सत्कर्म करिवो तुमठारु जो श्रेष्ठ व्यक्ति अछंती तांको ब्राह्मण ज्ञान करिवो एवं ताको श्रेष्ठ आसन दब तांकोटार हित उपदेश सब शुणव शुणिला बेले तांकर प्रति कौन संदेह रखिब नाही सेतेबेले किसी प्रश्न भी करिवो नाही सेमानक श्रद्धार सहित पूजा करिवो जहाको दान करने तुमर जुक्ति बुद्धि तुमर विवेक इच्छा प्रकाश करिवो सेमानंको मुक्त हस्तर दान करिवो श्रद्धार सह देव श्रद्धांग दीय अश्रद्धांग अदीय भितर जमी अहंकार भितर न आसे दान बेले तेणु जहाँ भी देव मूल्यवान वस्तु को देव एवं से उपहार सबू अति स्नेहपूर्वक देव एवं प्रचुर परिमाण रे सेमानंकु देव तो भितर देला बेले एते नमनीय होइथिबो जे तो भितर गोटे भय भी रहुथुबो जे काले मु दाता मो देवार असंतुष्ट हेबे सेमानक असंतुष्ट कला भलिया किछि काम करिवो नाही से उपहार देला बेले भितर भय रखुथुबो ग्रहिता जेपरि दुख न करंती बा कथित अनुभवंती अति बंधुता सहकारे दब तापर से कर्म संबंध रे से आलोचना एठी करिवे आमे आज जहाँ पढ़िबा शेष केतेटा उपदेश एवं से शेष उपदेश पढ़िबा एवं ताको आलोचना करिबा कहउचंती अथो यदि ते कर्म विचिकित्सा बा वृत्ति चिकित्सा वा स्यात्
ये तत्र ब्रह्मणा समदर्शिनः युक्ता अयुक्ताः अलूख्या धर्मकामास्यु यथा ते तत्र वर्तरन् तथा तत्र वर्तेथाः। से आहुरी सुंदर उपदेश दौरान जे जितेबले तुम जो कर्मक्षेत्र में अछ से कर्मक्षेत्र जितेबले तुमर किसी सन्देह जात हुए ये कर्म करी ना करवा ठीक कि भूल से कर्मक्षेत्र कौटे सन्देह जात हुए बा वृत्ति क्षेत्र में विचिकित्सा बास्यात वृत्ति क्षेत्र में तुम आचरण क्षेत्र में तुम जीवन धारा क्षेत्र में तुम्हें ठीक करुच कि भूल करुच सेठी जदि किसी अनिश्चितता देखा जाए कौन सी सन्देह देखा दिए सेतेबेले तुम्हें कौन करिवो सेतेबेले तुम्हें तुम ठारू जे ज्ञानी पूर्वर से कहिछंती ताको ब्राह्मण ज्ञान करिवो से व्यक्ति निश्चित समदर्शिन होइथिबे अति चिंताशील होइथिबे अति ज्ञानयुक्त होइथिबे शुद्ध होइथिबे एवं तुम्हें से चिंताशील से ज्ञानी व्यक्ति को अनुसरण करिवो युक्ता युक्ता से निश्चित परमंक सहित तांकर बुद्धिवृत्ति युक्त होइथिबो तेणु से युक्ता से होचंती आत्मसंयमी व्यक्ति एवं से आयुक्ता से स्वाधीन से कहारि द्वारा प्रभावित नुहंती से मुक्त चिंतनकारी एवं से अलुख्या धर्म कामास्यु से निश्चित भाव में अति नमनीय से क्रूर हो नथिबे से निष्ठुर हो नथिबे से धर्म कामास्यु से धर्म कार्य प्रति से सब अनुरक्त थिबे तांकर उन्नत विचारधारा थिबो यथा ते तत्र वर्तरन् से भली व्यक्ति को तुम्हें अनुसरण करिब तथा तत्र वर्तितता एवं से व्यक्ति अनुसारे से जिमिति जीवन आचरण करुछंती तांकरी आचरण धारा रे तुम्हें मध्य आचरण करिब तापर सिमिति आउरी सुंदर भाव कहउछंती अथा व्याख्यातेषु ये तत्र ब्रह्मणा समदर्शिनः युक्ता आयुक्ताः अलुख्या धर्मकामास्यु यथा ते तेषु वर्तेरन् तथा तेषु वर्तेथाः। ये सुंदर भाव कहउछंती जे अथा अवख्यातेषु यदि केबे भी तुम्हें जीवन रे अवख्यातेषु कौन सी मिथ्या आरोप मिथ्या दोष रे तुमको यदि आरोप करा जाए सेतेबेले तुम्हें विचलित हब नहीं। ये तत्र ब्रह्मणा समदर्शिन सेतेबेले तुम्हें से तुम ठारू श्रेष्ठ से चिंताशील से धर्म संपन्न ज्ञानी सम्मर्शिन से व्यक्ति को तुम्हें अनुसरण करिवो युक्ता अयुक्ता से निश्चित धार्मिक व्यक्ति होइथिबे स्वाधीन चिंताधारा व्यक्ति होइथिबे तांको जीवनर गुरु बोली स्वीकार करिवो तांको अनुसरण करिवो एवं से व्यक्ति अलुख्या धर्म कामास्यु से निश्चित निष्ठुर हो नथिबे अति ग्रहणशील होइथिबे उन्नत विचारधारार व्यक्ति होइथिबे तुम्हें से धर्म कामास्यु से धर्म पथरे चलुथिबे नीति पथरे चलुथिबे न्याय पथरे चलुथिबे यथा तेषु वर्तरन् एवं
ସେହିଭଳି ତୁମେ ତେଷୁ ତାଙ୍କୁ ବର୍ତ୍ତରନ୍ ତାଙ୍କୁ ଅନୁସରଣ କରିବ, ତାଙ୍କ ବ୍ୟବହାର ସହିତ ତୁମେ ଅନୁସରଣ କରିବ ଏବଂ ସେଇଭଳି ତୁମେ ବ୍ୟବହାର କରିବ। ତଥା ତେଷୁ ବର୍ତ୍ୟଥା ତୁମେ ସେ ଯେମିତି କାର୍ଯ୍ୟ କରୁଛନ୍ତି ତୁମେ ସେମିତି କାର୍ଯ୍ୟ କରିବ। ତେଣୁ ତୁମେ ସେହି ମିଥ୍ୟା ଅପରାଧ ଭଳି ଜୀବନ ବଞ୍ଚିବ ନାହିଁ। ଏତିକି ସେ ଗୁରୁ ଅତି ସୁନ୍ଦର ଭାବରେ ଉପଦେଶ ଦେଉଛନ୍ତି ଏବଂ ସେ ଉପଦେଶଟି ଏକ ଅନୁଶାସନ ପୂର୍ବକ ଉପଦେଶ ଏବଂ ସେ ଅନୁଶାସନ ପୂର୍ବକ ଉପଦେଶ ଦେଇ ସାରିଲା ପରେ ସେ ଉପଦେଶଟା କେମିତି ବ୍ୟକ୍ତିକୁ ନିଜ ସମ୍ବନ୍ଧରେ ଉପଦେଶ ଦେଉଛନ୍ତି, ଅନ୍ୟମାନଙ୍କ ସମ୍ବନ୍ଧରେ ତୁମ ବ୍ୟବହାର କେମିତି ହେବ ଉପଦେଶ ଦେଉଛନ୍ତି, ଜଗତର କ'ଣ କରିବା ଉଚିତ କ'ଣ କରିବା ଉଚିତ ନୁହଁ ସେ ସମ୍ବନ୍ଧରେ ଦେଉଛନ୍ତି। ସାଂସ୍କୃତିକ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ପ୍ରତି ତାଙ୍କର ଦୃଷ୍ଟି କ'ଣ ହେବ, ଜ୍ଞାନୀ ଲୋକଙ୍କ ପ୍ରତି ଦୃଷ୍ଟି କ'ଣ ହେବ, ସେମାନଙ୍କୁ କେମିତି ସାହାଯ୍ୟ ଲୋଡ଼ିବ ପ୍ରତି ପଦକ୍ଷେପରେ, ସେଥିପାଇଁ ସେ ଉପଦେଶ ଦେଉଛନ୍ତି। ଏବଂ କେମିତି ତୁମେ ବଦାନ୍ୟ ବ୍ୟକ୍ତି ହେବ, ସେ ବଦାନ୍ୟତାର ନିୟମ କ'ଣ, ଦାନର ନିୟମ କ'ଣ ସେ ସମ୍ପର୍କରେ କହୁଛନ୍ତି। ଏବଂ ତୁମଠାରୁ ଯେ ଶ୍ରେଷ୍ଠ ବ୍ୟକ୍ତି ଗୋଟେ ସାମୟିକ କାର୍ଯ୍ୟ କଲାବେଳେ ହେଉ ବା ନିଜେ ତୁମ ଜୀବନର ନିର୍ବାହ କ୍ଷେତ୍ରରେ ହେଉ, ସଦାବେଳେ ସେହି ମହାନ ଶ୍ରେଷ୍ଠ ବ୍ୟକ୍ତିଙ୍କର ପଥକୁ ତୁମେ ଅନୁସରଣ କରିବ। ତେଣୁ ଏ ପାର୍ଥିବ ଜୀବନରେ ଗୋଟିଏ ବିଶେଷ ଉଚ୍ଚାକାଂକ୍ଷା ଏବଂ ସାଂସାରିକ କର୍ମକୁ କେମିତି ଏକ ମହତ୍ତର ସଂସ୍କୃତି ଦ୍ୱାରା ଜୀବନଯାପନ କରିବ, ସେଥିପାଇଁ ଏକ ସୁନ୍ଦର ଅନୁଶାସନର ଶିକ୍ଷା ଦେଉଛନ୍ତି। ତାପରେ ତାଙ୍କର ଶାନ୍ତି ମନ୍ତ୍ର ଉଚ୍ଚାରଣ କରି ଗୁରୁ ଶିଷ୍ୟକୁ ଆଶୀର୍ବାଦ ଦେଇ ସଂସାରକୁ ପଠାଉଛନ୍ତି। ଏବଂ ସେହି ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବା ଏବଂ ସେ ଶାନ୍ତି ମନ୍ତ୍ରକୁ ପଢ଼ିବା ତା ସହିତ ତାକୁ ସେ କେଉଁ ଉଦ୍ଦେଶ୍ୟରେ କହୁଛନ୍ତି ତାକୁ ଟିକେ ଆଲୋଚନା କରିକି ଆଜିର କାର୍ଯ୍ୟକ୍ରମକୁ ଆଲୋଚନା ଭିତରକୁ ନେଇଯିବା। ସେ ଅଧ୍ୟାୟର ଶେଷ ଶାନ୍ତି ମନ୍ତ୍ର, ଏଇଟା ଆରମ୍ଭରେ ବି ଏହି ଶାନ୍ତି ମନ୍ତ୍ର ଆମେ ଆଲୋଚନା କରିଥିଲୁ। ସଂନୋ ମିତ୍ରଃ ସଂବରୁଣଃ ସଂନୋ ଭବତୁ ଅର୍ଜମା ସଂନୋ ଇନ୍ଦ୍ରୋ ବୃହସ୍ପତିଃ ସଂନୋ ବିଷ୍ଣୁରୁରୁକ୍ରମଃ ନମೋ ବ୍ରହ୍ମଣେ ନମସ୍ତେ ବାୟୁ ତ୍ୱମେବ ପ୍ରତ୍ୟକ୍ଷଂ ବ୍ରହ୍ମସି ତ୍ୱମେବ ପ୍ରତ୍ୟକ୍ଷଂ ବ୍ରହ୍ମ ବାଦିଶ୍ୟಂ ଋତଂ ବାଦିଶଂ ସତ୍ୟଂ ବାଦିଶଂ ତନ୍ମାବତୁ ତଦ୍ବକ୍ତାରଂ ବତୁ ଅବିନ୍ମାଂ ଅବିଦ୍ବକ୍ତାରಂ ଓಂ ଶାନ୍ତି ଶାନ୍ତି ଶାନ୍ତି। ହେ ଇନ୍ଦ୍ର, ସଂନୋ ମିତ୍ର ସଂବରୁଣ, ହେ ମିତ୍ର ତୁମେ ଶାନ୍ତ ହୁଅ, ତୁମେ ମଙ୍ଗଳ କର। ନୋ ଅର୍ଥ ଏଠି ଆମେ ଦୁଇ ଜଣକୁ ଗୁରୁ ଶିଷ୍ୟ, ଗୁରୁ ଶିଷ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି, ଶିଷ୍ୟ ଗୁରୁଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ତେଣୁ ଆମ୍ଭମାନଙ୍କୁ ତୁମେ ଆମର ମଙ୍ଗଳ କାମନା କର, ଆମମାନଙ୍କ ପାଇଁ ତୁମେ ଶାନ୍ତ ହୁଅ। ସଂବରୁଣ ମିତ୍ର ଅର୍ଥ ଏଠି ଦିବାର ଦେବତା ବୋଲି କହୁଛନ୍ତି, ତାକୁ ସୂର୍ଯ୍ୟ ବୋଲି ବି କୁହାଯାଏ କେତେ କେତେ କ୍ଷେତ୍ରରେ, କିନ୍ତୁ ପ୍ରକୃତରେ ଏହାର ଅର୍ଥ ହେଉଛି ଦି ଗଡ୍ ଅଫ୍ ଡେ ଏବଂ ବରୁଣ ହେଉଛନ୍ତି ଦି ଗଡ୍ ଅଫ୍ ନାଇଟ୍। ତେଣୁ ସେ ଏଠି କହୁଛନ୍ତି ହେ ମିତ୍ର ତୁମେ ଆମର ମଙ୍ଗଳ କାମନା କର, ଆମ ଉଭୟଙ୍କର, ତୁମେ ଶାନ୍ତ ହୁଅ। ହେ ବରୁଣ
ତୁମେ ଆମର ମଙ୍ଗଳ କାମନା କର, ଆମକୁ ଶାନ୍ତ କର। ସଂନୁ ଭବତୁ ଅର୍ଜ୍ୟମାନ, ହେ ଅର୍ଜ୍ୟମାନ। ଅର୍ଜ୍ୟମାନ ହେଉଛନ୍ତି ଆମ ଚକ୍ଷୁର ଯେଉଁ ଦେବତା, ସେ ବି ସୂର୍ଯ୍ୟର ଗୋଟିଏ ଅଂଶ, ଜ୍ୟୋତିର୍ମାନ। ତୁମେ ବି ଶାନ୍ତ ହୁଅ, ଆମର ମଙ୍ଗଳ କାମନା କର। ସଂନୁ ଇନ୍ଦ୍ର ବୃହସ୍ପତି, ହେ ଇନ୍ଦ୍ର, ହେ ବୃହସ୍ପତି, ଆମମାନଙ୍କର ମଙ୍ଗଳ କାମନା କର, ଶାନ୍ତ ହୁଅ। ଇନ୍ଦ୍ର ଶବ୍ଦଟି ଶ୍ରୀଅରବିନ୍ଦ ଅତି ଚମତ୍କାର ଭାବରେ କହୁଛନ୍ତି ଦିବ୍ୟ ମନ, ଦିବ୍ୟ ମନର ଦେବତା। ଆମେ ପଢ଼ୁଥିଲୁ ମେଧାର ଦେବତା ବୋଲି ବି ଆମ ଏହି ଉପନିଷଦରେ ପଢ଼ିଛୁ। ଆଉ ବୃହସ୍ପତି ଆମର ଜୀବନର ଯେଉଁ ଦେବତା, ତାକୁ ବୃହତ୍ ପତି ବୋଲି କହିଛନ୍ତି। ବୃହତ୍ ଯୁକ୍ତ ପତି, ସେ ଆମ ବୃହତ୍ର ସେ ଦେବତା। ଆଉ ସେ ତୁମେ ଶାନ୍ତ ହୁଅ, ଆଉ ତୁମେ ମଙ୍ଗଳ କାମନା, ମଙ୍ଗଳ କର, ଆମମାନଙ୍କର ମଙ୍ଗଳ କର। ସଂନୁ ବିଷ୍ଣୁ ରୁରୁକ୍ରମ, ହେ ବିଷ୍ଣୁ ରୁରୁକ୍ରମ, ତୁମେ ସର୍ବବ୍ୟାପକ, ସର୍ବତ୍ର ଗମନ କରିପାର। ତୁମର ଗତି ଅତି ତୀବ୍ର। ରୁରୁକ୍ରମର ଅର୍ଥ ଏହା। ବିଷ୍ଣୁ ଶବ୍ଦଟି ଏହି ପ୍ରକାର ଅର୍ଥରେ ବ୍ୟବହାର କରାଯାଇଛି। ବିଷ୍ଣୁ ସେ ହେଉଛନ୍ତି ଅତି ତୀବ୍ର, ଅତି ଗତିଶୀଳ, ଅତି ବ୍ୟାପକ। ତେଣୁ ହେ ବିଷ୍ଣୁ, ହେ ସର୍ବବ୍ୟାପକ ବିଷ୍ଣୁ, ସର୍ବଗତିଶୀଳ ବିଷ୍ଣୁ, ଆମର ମଙ୍ଗଳ କର, ଶାନ୍ତ ହୁଅ। ନମୋ ବ୍ରହ୍ମଣେ, ହେ ବ୍ରହ୍ମ, ଆପଣଙ୍କୁ ପ୍ରଣାମ। ନମସ୍ତେ ବାୟୁ, ହେ ବାୟୁ, ଆପଣଙ୍କୁ ପ୍ରଣାମ। ତ୍ୱମେବ ପ୍ରତ୍ୟକ୍ଷଂ ବ୍ରହ୍ମସି, ତୁମେ ସମସ୍ତେ ପ୍ରତ୍ୟକ୍ଷରେ ଜଣେ ଜଣେ ବ୍ରହ୍ମ। ତୁମକୁ ସମସ୍ତେ, ଆପଣମାନେ ସମସ୍ତେ ବ୍ରହ୍ମ। ତ୍ୱମେବ ପ୍ରତ୍ୟକ୍ଷଂ ବ୍ରହ୍ମବାଦିଶମ୍, ମୁଁ ଆପଣମାନଙ୍କୁ ବ୍ରହ୍ମ ବୋଲି କହିବି। ଅବାଦିଶମ୍, ମୁଁ କହୁଛି ଆପଣମାନେ ହିଁ ବ୍ରହ୍ମ। ଋତମ୍ ବଦିଶମ୍, ମୁଁ କହିବି ଆପଣମାନେ ହିଁ ଋତ। ଆପଣମାନେ ହେଉଛନ୍ତି ନ୍ୟାୟ, କାର୍ଯ୍ୟକାରୀ ସତ୍ୟ, ସେ ସଂସାରର ସତ୍ୟ ଋତମ୍। ସତ୍ୟମ୍ ବାଦିଶମ୍, ଆପଣମାନେ ହେଉଛନ୍ତି ସେ ପରମ ସତ୍ୟ। ଆପଣମାନଙ୍କୁ ସତ୍ୟ ବୋଲି ମୁଁ କହିବି। ତନ୍ମାବିତ୍, ତତ୍ ମାବିତ୍, ଆପଣମାନେ ମୋର ଆବିତ୍ ଅର୍ଥାତ୍ ରକ୍ଷା କରନ୍ତୁ। ତଦ୍ ବକ୍ତାର ମାବିତ୍, ସେହି ଗୁରୁଙ୍କର, ଯେ ଗୁରୁ ମୋତେ ସଂସାରର ରାସ୍ତାକୁ ମୋତେ ଦେଖେଇଛନ୍ତି, ଆଉ ତାଙ୍କୁ ବି ରକ୍ଷା କରନ୍ତୁ। ଆବିନ୍ ମାମ୍, ମୋତେ ରକ୍ଷା କରନ୍ତୁ। ଆବିଦ୍ ବକ୍ତାରମ୍, ଆମ ଗୁରୁଙ୍କୁ ମଧ୍ୟ ରକ୍ଷା କରନ୍ତୁ। ଓಂ ଶାନ୍ତି ଶାନ୍ତି ଶାନ୍ତି। এই ଯେଉଁ ତ୍ରିବାର ଶାନ୍ତି ଉଚ୍ଚାରଣ କରାଯାଉଛି, ସେ ଶାନ୍ତି ହେଉଛି ଆଦିଭୌତିକ ଶାନ୍ତି, ଅଧିଦୈବିକ ଶାନ୍ତି ଏବଂ ଆଧ୍ୟାତ୍ମିକ ଶାନ୍ତି। ଜୀବନର ଏ ତିନୋଟି ଭୂମି ପ୍ରତ୍ୟେକ ମଣିଷ ଭିତରେ ରହିଛି। ଗୋଟିଏ ଆଦିଭୌତିକ ସତ୍ୟ, ଗୋଟିଏ ଆଦିଭୌତିକ ସତ୍ତା, ଆଦିଦୈବିକ ଏବଂ ଆଧ୍ୟାତ୍ମିକ ସତ୍ତା। ଏ ତିନୋଟି ସତ୍ତା ଆମ ଜୀବନର ପ୍ରତ୍ୟେକ ଭୂମି, ତିନୋଟି ଭୂମି। ଏ ତିନୋଟି ଭୂମି ଦ୍ୱାରା ଆମେ ଆମର ଉତ୍ତରଣ କରିବା, ଆମ ଜୀବନଯାତ୍ରାଟି ପ୍ରତିନିୟତ ପରିଚାଳିତ ହୁଏ। ତେଣୁ ଆମେ ଏକ ଭିନ୍ନ ପର୍ଯ୍ୟାୟକୁ ଯାଉଛୁ। ଏହି ଗୁରୁ ଆମକୁ ଏହି ଶିକ୍ଷାବଳୀ ସମାପ୍ତ କରି ସଂସାରକୁ ପଠାଉଛନ୍ତି, ଶିଷ୍ୟକୁ ସଂସାରକୁ ପଠାଉଛନ୍ତି। ଏହି କଥାଟି ଏକ ଅନୁଶାସନ ପୂର୍ବକ, ଯେମିତି ଶ୍ରୁତି ଶକ୍ତିରେ ବା ଶ୍ରୁତି ଭିତରେ ସଦା ନିୟତ ତେଜିଆନ ହୋଇ ରହିବ, ଉଜ୍ଜଳ ହୋଇ ରହିବ ଏବଂ
ଏହି କଥା ସ୍ମରଣ ରଖି ଜୀବନର ଯାତ୍ରାରେ ଚାଲିବାକୁ ଗୁରୁ ଉପଦେଶ ଦେଉଛନ୍ତି। ୟା ପରେ ଏକ ସୁନ୍ଦର ଅଧ୍ୟାୟ ଆମେ ଆରମ୍ଭ କରିବା। ପ୍ରାୟ ମୋତେ ଲାଗୁଛି ସେ ବ୍ରହ୍ମାନନ୍ଦ ବୋଲି ଆରମ୍ଭ କରିବା ପୂର୍ବରୁ ଇଏ ଆମକୁ ପ୍ରସ୍ତୁତ କଲେ। କାହିଁକି ବ୍ରହ୍ମାନନ୍ଦ ବୋଲି ଏକ ଚମତ୍କାର ଗୋଟେ ଅତି ଉର୍ଦ୍ଧ୍ୱ ସ୍ତରର ବିଦ୍ୟା, ଏବଂ ସେ ବିଦ୍ୟା ପାଇଁ ଯଦି ଗୋଟେ ମଣିଷର ମନ ସେଇ ଉର୍ଦ୍ଧ୍ୱ ସ୍ଥିତିରେ ନଥାଏ, ତାହେଲେ ବ୍ରହ୍ମାନନ୍ଦକୁ ବୋଲିକୁ ଅଧ୍ୟୟନ କରିବା ଏତେ ସହଜ ନୁହଁ। ତେଣୁ ସେଥିପାଇଁ ସେ ଆମକୁ ପ୍ରସ୍ତୁତ କରୁଛନ୍ତି। ଆମେ ଏହି କଥାକୁ ମନେ ରଖିବା ଏବଂ ନିଜକୁ ନମନୀୟ କରିବା, ଗ୍ରହଣଶୀଳ ହେବା ଏବଂ ସଂସାର ଭିତରକୁ ଯାତ୍ରା କରି ଆମର କାର୍ଯ୍ୟ କରିବା। ତେଣୁ ମୁଁ ସମସ୍ତଙ୍କୁ ଆହ୍ୱାନ କରିବି, ବର୍ତ୍ତମାନ ଆମେ ଆଲୋଚନା ଭିତରକୁ ଯିବା। ରବି ଭାଇ ଆଲୋଚନା ଆରମ୍ଭ କରନ୍ତୁ।